आंभे जन्मिनी गोपपुरे कंस कदरे हला असुर मारिबा निमंते आज्ञा एपटे वसुदेव कहउछंती कृष्ण मो संतान एपटे नंद राजा कहउछंती कृष्ण मो संतान आज्ञा आपण जेहेतु आसीदिले प्रथमे आपण हेबे वसुदेव आपण हेबे नंद विनाशा हबो किए कृष्ण का संतान आपण को कृष्ण को कहबे का संतान ठीक अछि आरंभ हबो मेमासा जे नंद कहिबे मो को कृष्ण एते वसुदेव कहबे मो को कृष्ण ठीक अछि आपण एड़े आपण आगो आसीथिले ना आज्ञा आरंभ करू आओ लक्ष्य करी हमर साहित्य कदम्ब सारकर मत हला जे केरु होन के ए समय हो केरु हेलो 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 करो हेलो चलो आरंभ तमे तमर उड़ियन को गाड़ी आपण को मानव को हे पारे परताली भात थाली ठीक अछि उड़ियन सब मानकर कथा सुनिला आपण भी मंच रे मंच करि करबे आज्ञा आज्ञा ठीक अछि आपण आरंभ करू साहित्य कदम्ब हेमर विभूत ज्ञानी मंडली आज्ञा जगन्नाथ दास बही है जगन्नाथ दास उड़िया भागवत गप लीला कौन कहले पदे गाइबे सीए पदे गाइले मु भाबुची दर्शक मानकर मन को मोहित करछन ठीक अछि ठीक अछि आरंभ करू ठीक अछि सुनंतु विज्ञापनित सभारे रही गिरे सुनंतु सभा पंडित वर्तमान कृष्ण को समस्त कहले मो पुओ वसुदेव कहते मो पुओ नंद कहले मो पुओ तेणु भाई आमर वसुदेव मुहेली नंद आरंभ हो कोठु कहा केमते आरंभ हो आज्ञा मु कहितली उड़िया भागवत रु पद कहितली कोन
ନା କୃଷ୍ଣ ହଉଛନ୍ତି ମୋ ପୁଅ ତମେ ହଉଛନ୍ତି ନନ୍ଦ ତମେ ହଉଛ ନନ୍ଦ ତ ମୁଁ ହଉଛି ବସୁଦେବ ଠିକ ଅଛି ମୋ ବ୍ରହ୍ମରୁ କୃଷ୍ଣ ଜନ୍ମ ନିଶ୍ଚିତ ତମ ବ୍ରହ୍ମ ତମେ ହଉଛ ପାଳିତ ପିତା ମୁଁ ହଉଛି କୃଷ୍ଣ ମୋର ହଉଛି ନବଜାତ ଶିଶୁ ହଉଛି କୃଷ୍ଣ ଯିବା ପୁଣି ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିଲା ମନ ରେ ବିଦ୍ୟାର ଆଉ ବିଷ୍ଣୁ ମାୟା कृष्ण भाव में विवेचना कले किंतु मु हूँ कौन मु हूँ वसुदेव आउ देवकी ये हूँ नंद आ यशोदा तेणुक मो ठारू ब्रह्म बीज सृष्टि पार्थिव जगत को आज्ञा कृष्ण आसिले तेणुक ये बापा बुलेले हे सुनंतु कोई वरद भाई के सुनंतु कोई वरद भाई पितार ब्रह्मबिंदु धरे मातार षोलतल पद्म भितर ए ब्रह्मबिंदु स्थान दिए आउ देवकी षोलतले दुष्ट पिला किए सुनंतु पचार कृष्ण को थरे ता बाप मुहि ओटरे ता बाप मुहि ओटरे कथा मु कहवा चाहूँ आपण मान ठीक अच्छे सर एते गाइबा भी दरकार नहीं प्लॉट छुटिया छोटिया प्लॉट एते गाइबा भी दरकार नहीं 15 मिनिट जो रात से पाई जेबा एथरे ठीक अच्छे सेत पे मो टिके गुटे मु कहि निर्देश देबे बोले कहबी नलो कहबी किछ दरकार नहीं
আমার ভাই কহিলে যে কৃষ্ণକୁ ପଚାର ମୁଁ ତା ବାପା। ଆଚ୍ଛା ତମ ବାପା କିଏ? ସେଇଠି ରହିବ ମୀମାଂସାଟା ନା। ଯେତେବେଳେ ବାସୁଦେବ ଜନ୍ମ ହେଲେ ଏପଟେ ନନ୍ଦ ବି ଜନ୍ମ ହେଲେ ନାଇଁ କି? এইটি মীমাংসা আছে। বাসুদেব কা পুଅ নন্দ কা পুଅ। কারণ মা হেলে ଦି ଜଣ লীଳାବତୀ কি গুণবতী। লীଳାବତী হেলে ক্ষত্রিয় যদুবংশ, গুণবতী হেলে বৈশ্য গোপাଳ বংশ। এইঠু প্লটটা আরম্ভ কর যদি জিনিসটা জানিছ, নইলে খালি বিড়িবাড়ি যেতেবেলে দেবকীଙ୍କର ଅଷ୍ଟମ ଗର୍ଭରୁ ଭଗବାନ କୃଷ୍ଣ ଜନ୍ମ ନେଲେ ବନ୍ଦିଶାଳାରେ ସେ ଥିଲେ କି ନାହିଁ? ରାଜା ଉଗ୍ରସେନଙ୍କୁ କଂସ ରାଜା କଟୁଆଳ ରୂପେ ସଜେଇଛନ୍ତି। କଟୁଆଳ ରୂପେ ସଜେଇଛନ୍ତି ଯେ ଏଠୁ ଯେମିତି ଦେବକୀଙ୍କର ଅଷ୍ଟମ ଗର୍ଭ ଏଠୁ ଯଦି ବାହାରିକି ଯାଏ ତାର ଶିର କଟାଯିବ କି ନାହିଁ ହେଲା। ବସୁଦେବ ବିଜୁଳି ଘନ ଘନ ଅର୍ଦ୍ଧନିଶା ରାତିରେ ବସୁଦେବ କୃଷ୍ଣକୁ ଟୋକେଇରେ ମୁଣ୍ଡେଇକି ଧରି ଆସୁଛନ୍ତି ହେଲା। ଯେତେବେଳେ ଧରିକି ଆସନ୍ତି କଟୁଆଳ ଉଗ୍ରସେନ ଦେଖି ଦେଇଛନ୍ତି ହେଲା। କଟୁଆଳକୁ ଭଗବାନ କଣ କହିଲେ? କହିଲେ ଆମ୍ଭେ ହେ ଯିବୁ ଗୋପପୁର ଏକଥା ପ୍ରଘଟନ କର ହେଲା। ସେତେବେଳେ ଉଗ୍ରସେନ ଉତ୍ତର କଣ ଦେଇଛନ୍ତି? ଯେବେ ତୁ ଏତେ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ। କଣ କହିଲେ? ଦେଖା ତ ଶଙ୍ଖ ଚକ୍ର ଚିହ୍ନ। ଶଙ୍ଖ ଚକ୍ର ଚିହ୍ନ ଦୁଇଟି ଦୁଇ ହସ୍ତ ଟେକି ଦେଇକି ଦେଖେଇଦେଲେ ଶଙ୍ଖ ଚକ୍ର ଚିହ୍ନ। କିନ୍ତୁ ଭଗବାନଙ୍କର କେତୋଟି ହସ୍ତ? 4ଟି ହସ୍ତ। ଚତୁର୍ଭୁଜ କି ନାହିଁ? ସେଇଠି ମୀମାଂସାଟା ରହିଲା। କଥାକରେ ଯାବରେ କିଛି ଦରକାର ନାହିଁ, ସମୟ ନେବାକୁ ଦରକାର ନାହିଁ। ଯେତେବେଳେ ନନ୍ଦ ଘରେ ଜନ୍ମ ହୋଇଛନ୍ତି କୃଷ୍ଣ, ବସୁଦେବ ଘରେ କୃଷ୍ଣ, ସେପଟେ ହେଲେ ସ୍ତ୍ରୋକ କୃଷ୍ଣ, ଏପଟେ ହେଲେ ଚତୁର୍ଥା ମୂର୍ତ୍ତି କୃଷ୍ଣ। ଯେତେବେଳେ ବାସୁଦେବ ନେଇକି ଗଲେ କୃଷ୍ଣଙ୍କୁ, ଏ କୃଷ୍ଣ ଲୀନ ହେଲେ ସେ କୃଷ୍ଣଙ୍କ ଦେହରେ। ଠିକ ଅଛି, ଆପଣ ପ୍ଲଟଟା ଧରୁଛନ୍ତି, ଟିକେ ଆଂଶିକ କେମିତି ଧରି ପାରୁଛନ୍ତି? ନାଇଁ ମୁଁ ଧରୁଛି କଣ ଜିନିଷ ପ୍ଲଟଟା ହଉଛି ସେଇଆ ନୁହେଁ, ଖାଲି କଥାଟା ସେଇଆ ନୁହେଁ। ଦେବକୀଙ୍କ ଗର୍ଭରୁ 2 ହସ୍ତ କୃଷ୍ଣ ଜନ୍ମ ହୋଇଛନ୍ତି। 2 ହସ୍ତ। କିନ୍ତୁ ଏପଟେ ଯିଏ ନନ୍ଦ ଘରେ ଜନ୍ମ ହୋଇଛନ୍ତି ସେ କେତେ ହସ୍ତ? ସିଏ 2 ହସ୍ତ, ସିଏ 2 ହସ୍ତ, ଇଏ 4 ହସ୍ତ। ঠিক আছে, ଆପଣ ଆଉ ସମୟ ବିଳମ୍ବ କରିବେନି। ଆପଣ ଯାହା ଜାଣିଥିଲେ ଆପଣ ମାନଙ୍କର ମତାମତ ଦେଲେ। ବହି ଦେଖିବେ, ମୁଁ ସେତେବେଳେ ଆପଣ ମାନଙ୍କୁ କହିଦେବି। ବହି ହେଲା ନନ୍ଦ ବଂଶ ତତ୍ତ୍ୱ। ମୁଁ ଦେଖିଲେ କୃଷ୍ଣ ଲୀଳା। ଠିକ ଅଛି, ଆପଣ ଯାହା ଜାଣିଥିଲେ ଆଜ୍ଞା ଆପଣଙ୍କର ମତକୁ ମାନ୍ୟ କରୁନ, ଭାଗବତ ମତକୁ ମୁଁ ମାନ୍ୟ କରୁନି। ମୁଁ ଆଜ୍ଞା ଭାଗବତରୁ ଗୋଟେ ମତ କହୁଛି, ଯଦି ଆପଣ ମୋର ମତ ଭୁଲ ହେଲା ଆପଣ ମାର୍କିଂ କରନ୍ତୁ। ଶୁଣ ଶୁଣ, ଏଇ ଭାଷାରେ ମାର୍କିଂ ଦିଆଯିବନି। ଶୁଣ, ଠିକ ଅଛି, ହଉ। ତମେ ମୋଟିଆଟା ନିଅ, ଆମେ ସରୁଆଟା ଦିଅ, ତମେ ମୋଟାଟା ନିଅ। ଆପଣ 2 ପଦ ଗାଇଥିଲେ, ୟା ବିଷୟରେ ଆପଣ କଣ ଜାଣିଛନ୍ତି? ପଦେ କୁହନ୍ତୁ। ଆଜ୍ଞା, ଗୀତ ଆକାର ପଦେ କଣ ଗାଉଥିଲେ? ସିଏ 2 ପଦ ଗାଇଥିଲେ, ଆପଣ ଗୋଟିଏ ପଦ ଗାଇଛନ୍ତି, ଆଉ ପଦେ ଗାଉଥିଲେ। লীলাবতী করো, বসুদেব সেই
କଥା କହିବ ତ ଭାଇ ବସୁଦେବ ଘରେ କୃଷ୍ଣ ନନ୍ଦ ଘରେ ନିଜେ କୃଷ୍ଣ ନନ୍ଦ ଘରେ ନିଜେ କୃଷ୍ଣ ଚତୁର୍ଥା ମୂର୍ତ୍ତିକୁ ନେଇ ବସୁଦେବ ହେଇକିରେ ଶୁଣୁଥା କହିବ ତ ଭାଇ ପହଞ୍ଚିଲେ ନନ୍ଦ ଘରେ ଲୀନ ହେଲେ ତାଙ୍କ ପରେ ଦିଲ ହେଲେ ତାଙ୍କ ପରେ ଆନନ୍ଦ ମୁହିଁ କହୁଛି ପୁଅ କହିକିରେ କୃଷ୍ଣ ଅଟେ ଗାଇବ ତ ଭାଇ हेलो ଆଜ୍ଞା ମୋର ପଦଟା ଅଛି ଦେଖୁନ ଗାଇଦେ ମଣ୍ଟୁ ବାବୁ ସାର୍ ଟିକେ ହ୍ୟାଲୋ। ଟିକେ ଆଜ୍ଞା ଟିକେ ଭାଇ ଯୋଉ କହୁଥିଲେ ମୁଁ ଖାଲି ପଦଟା କହିବି ଆପଣଙ୍କ କଥାକୁ ସମ୍ମତ କରିବି କାରଣ ମୁଁ ଆପଣଙ୍କ କଥାକୁ କେବେ ଅବର୍ଣ୍ଣନ କରିବି କଣ କହିଲେ ଓଡ଼ିଆ ଆପଣ ଦୁଇ ପଦ ଗାଇଲେ ଦୁଇ ପଦରେ ବ୍ଲଡ ଆରମ୍ଭ କରିଦେବା हेलो हेलो ठीक ଅଛି ସମୟ ଏଠୁ ଆଉ କାହାକୁ ଦିଆଯିବ ଠିକ ଅଛି ହେଲା ହେଲୋ ଆପଣ ମାନେ ଧୀବର ମାନଙ୍କର ଦେଶ ଦଶକରେ କେତେ ନମ୍ବର କିଏ ରଖିଛନ୍ତି ଘୋଷଣା କରିଦେଉଛି ଆଜ୍ଞା ମୁଁ ପ୍ଲଟ ଧରିନି हेलो ଦେଖନ୍ତୁ ଆଜ୍ଞା ମୁଁ ମଞ୍ଚରେ ବସିଲା ପରେ ମୁଁ କାହାର ନୁହେଁ ମଞ୍ଚରୁ ବାହାରିଲା ପରେ ସମସ୍ତେ ମୋର ପୁତ୍ର ଭାଇ ବନ୍ଧୁ କୁଟୁମ୍ବ ଆପଣାର କିନ୍ତୁ ମଞ୍ଚରେ ବସିଲେ ମୁଁ ନିଜେ କିଏ ବି ଜାଣେ ଠିକ ଅଛି କିନ୍ତୁ ଯଦି ଏ ମା ମଙ୍ଗଳା କରରେ ଲାଗିଛନ୍ତି ଯଦି ବି ମୁଁ କିଛି ପକ୍ଷପାତ କରେ ସେଇ ମା ମଙ୍ଗଳା ହିଁ ବୁଝିବେ ହେଲା ଠିକ ଅଛି ବର୍ତ୍ତମାନ କିଏ ବେଶ ପୋଷାକର କେତେ ଉନ୍ନତ ମାନର ଅଛନ୍ତି ଘୋଷଣା କରିଦେଉଛି ଆପଣ ମାନେ ଆପଣ ଆସିଥିଲା ଡଙ୍ଗା ଆଣିଛନ୍ତି କାତ ଆଣିଛନ୍ତି ଆହୁରି ଆଣିଛନ୍ତି ବନିଶୀ କଣ୍ଟା ଆଣିନାହାନ୍ତି ହେଲା ଚାଲ ଆଜ୍ଞା ଆଣିଥିଲି ହଁ ଚାଲ ମୁଁ କହୁଛି ଆଜ୍ଞା କୃଷ୍ଣ ବେଶରେ ଆସିଥିଲି ଶୁଣ ମୁଁ କହୁଛି ଯାହା ବେଶ ପୋଷାକର ଅଛି ସେ ମୁଁ ଆପଣଙ୍କ ମାନଙ୍କର ପାଖରେ ଶୁଣୁଛି ଆଜ୍ଞା ଦେଖନ୍ତୁ ମୁଁ ଆଜ୍ଞା କୃଷ୍ଣ ଆସିଲି ହ୍ୟାଲୋ ହ୍ୟାଲୋ ବଂଶୀ କଣ୍ଟାରେ ବନିଶୀ ଆଣିନାହାନ୍ତି ମୁଣ୍ଡରେ ପାଗ ବି ଅଛି ଆପଣଙ୍କର କେଶ ମୁକୁଳା ଆପଣଙ୍କର ନାହିଁ ହେଲା ଦୁଇଟି ଆପଣଙ୍କର ବେଶ ପୋଷାକରୁ କଟିଲା ରୁଦ୍ରାକ୍ଷ ମାଳ ଆପଣ ପରିଧାନ କରିନାହାନ୍ତି ଠିକ ଅଛି ଗର୍ଗର ମାଳ ଆପଣ ପରିଧାନ କରିଛନ୍ତି ଅର୍ଦ୍ଧଚନ୍ଦ୍ର କୁଣ୍ଡଳ ଆପଣଙ୍କ କର୍ଣ୍ଣରେ ନାହିଁ ହେଲା ଆପଣଙ୍କର କେତୋଟି ହେଲା 1 2 3 ତିନୋଟି ହେଲା ଏପଟେ ନାବିକ ଆସିଛନ୍ତି ଡଙ୍ଗା ଆଣିଛନ୍ତି କାତ ଆହୁରି ଆଣିଛନ୍ତି ଖାଳଇ ଆଣିଛନ୍ତି ଜାଲ ଆଣିନାହାନ୍ତି ଜାଲ ଆଣିନାହାନ୍ତି ଗୋଟିଏ ଗଲା ତାପରେ ବନିଶୀ କଣ୍ଟା ମଧ୍ୟ ବି ଆଣିନାହାନ୍ତି ମୁଣ୍ଡରେ ପାଗ ଅଛି ଆପଣଙ୍କର କେଶ ମୁକୁଳା ଅଛି ରୁଦ୍ରାକ୍ଷ ମାଳି ନାହିଁ ରୁଦ୍ରାକ୍ଷ ମାଳି ନାହିଁ ଗରଗଡି ମାଳ ଅଛି ଅର୍ଦ୍ଧଚନ୍ଦ୍ର କୁଣ୍ଡଳ ଅଛି ୟାଙ୍କର ଦୁଇଟି ନାହିଁ ଆପଣଙ୍କର ତିନୋଟି ନାହିଁ ହେଲା ସିଏ ବେଶ ପୋଷାକରେ ଆପଣର କଣ୍ଠ ଆପଣମାନଙ୍କର ଉନ୍ନତି ଥିବାରୁ ଆପଣ 7 ନମ୍ବର ପାଇବେ ଠିକ ଅଛି ମା ରାଧାଙ୍କର ଏବେ ଦେଖିଦେବା ଗୋପୀ ଅଷ୍ଟ ସଖୀ ଆସିଛନ୍ତି ସଙ୍ଗେ ରାଧା ମା ବି ଆସିଛନ୍ତି ଦଧି ଭାଣ୍ଡ ଆଣିଛନ୍ତି ଢାଙ୍କୁଣୀ ଆଣିଛନ୍ତି କିନ୍ତୁ ଚିମୁଳା ଆଣିନାହାନ୍ତି ହାତରେ ବ୍ରତ ଲଗେଇଛନ୍ତି ପାଦରେ ଘୁଙ୍ଗୁର ବି ଅଛି ଆପଣଙ୍କର ରାଧା ନୀଳମେଘୀ ଶାଢୀ ପିନ୍ଧିଛନ୍ତି ଅଳତା ମୁକୁଟ ବି ଅଛି ଆପଣଙ୍କର ଆପଣଙ୍କ ପାଖରେ ଗୋଟିଏ ବେଶ ପୋଷାକର କମିଲା ଆପଣ ଆଣିଛନ୍ତି ଚିମୁଳା ଆଣିଛନ୍ତି କିନ୍ତୁ ଢାଙ୍କୁଣୀ ଆଣିନାହାନ୍ତି
ହେଲା ଆପଣଙ୍କର ବି ଗୋଟିଏ ସେଇ ସମାନ ସମାନ କଣ୍ଠ ଆପଣ ମାନଙ୍କର ଦୁଇ ଜଣଙ୍କର ଅତ୍ୟନ୍ତ ସୁନ୍ଦର କଣ୍ଠ ଆପଣ ମାନଙ୍କର ଯେମିତି କଣ୍ଠ ଆପଣ ମାନଙ୍କର ଅଛି ଗୀତ ଗାଇଲା ବେଳେ ଗଛରୁ ଯେମିତି ପତ୍ର ଝଡ଼ି ପଡେ ସେଇ ମା ମଙ୍ଗଳାଙ୍କର ଆଶୀର୍ବାଦରେ ଆପଣ କଣ୍ଠକୁ ବଜାୟ ରଖନ୍ତୁ ଠିକ ଅଛି ବର୍ତ୍ତମାନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆଡ଼କୁ ଅଗ୍ରସର କରିବା ଯେତେବେଳେ ପଞ୍ଚୁ ପାଣ୍ଡବ ମାନେ ସ୍ୱଦେହରେ ସ୍ୱର୍ଗପୁରକୁ ଗମନ କଲେ କିଏ ଧାବାଟରେ ନଦୀ ପାର ହେଇକି ଯାଇଛି ଯାହାର ଯେତିକି କର୍ମ କିଏ କେତିକି ପାପ କିଏ କେତିକି ପୁଣ୍ୟ କରିଛନ୍ତି କିଏ ପାହାଡ ଅଧାରେ ରହିଛନ୍ତି କିଏ ପାହାଡ ଚଢୁ ଚଢୁ ମୂଳରେ ବି ରହିଯାଇଛନ୍ତି ଠିକ ଅଛି କି ନାହିଁ କିନ୍ତୁ ସେ ଗୋଟିଏ ନଦୀ ପାର ହେଇକି ଯାଇଥିଲେ ସେ ନଦୀ ନାଁଟି କଣ କୁହନ୍ତୁ ଆପଣ କିଏ କହିବି ସାର୍ କ୍ଷମ କେତେ କିଏ କୋଉ ପ୍ରଶ୍ନ ଗଲା ଦିବର ପୁଅ ଠିକ ଅଛି ଆପଣ ପଛକୁ ଯାଆନ୍ତୁ ସେଇଆଡେ ପଳା ପୁରା ବାଉଣ୍ଡ୍ରି ବାହାରକୁ ଯାଆନ୍ତୁ ଏଆଡେ ଦିବର ପୁଅ କେଡେ କାଳିଆ ସାର୍ ଶୋଇଛନ୍ତି ହିଆଡେ କୁଆଡେ ଗଲେ ହବ କି ହ୍ୟାଲୋ ମା ରାଧା ଦେବୀ ଆପଣ ମାନଙ୍କୁ ସାଦରେ କହୁଛି ଆପଣ ଟିକେ ଗଲେ ଭଲ ହୁଅନ୍ତା କାହିଁକି ନା ଇଏ ମଞ୍ଚ ଟୁର୍ଣ୍ଣାମେଣ୍ଟ ଏ ଯୋଉ ସିଲିକନ ମଞ୍ଚ ସକାଳେ ପାଇଲେ ମତେ କେହି ଦୋଷ ଦେବେନି ଯେମିତି ନା ପ୍ରତାପ ସାରେ ଆମକୁ ହରେଇ ଦେଲେ ଇଏ କହିବେ ନା ପ୍ରତାପ ସାର୍ ଆମକୁ ଜିତେଇ ଦେଲେ ସେ ତ କହୁଛି ନମ୍ବର ଦେଇଛି ସେ ଲେଖିବି ଆମେ କାହାକୁ ପିଲା କହୁଛୁ ଭଲ ହବନି ପାରୁନାହିଁ କିଛି ନାହିଁ ଖାଲି ନାବିକ ପ୍ରଥମ ପୁତ୍ର ହେଲା କିଛି ହବ ନାହିଁ ହେଲା ତା ପାରମନି ରାଧା ପାର ହବନି ଏରା କି ନାବେ ଖେଳି ଏରା କି ନାବେ ଖେଳି କରୁଛୁ କହିଲ ଏଇଟା ନାଚ କରନ୍ତୁ ନାଇଁ ତ ଆଗୁଆରେ ବହି ନାହାନ୍ତି ସେ ଜାଣିବେନି ଉତ୍ତରଟା ଆପଣଙ୍କର କଣ ହେଲା ସେ ଜାଣିନାହାନ୍ତି ଉତ୍ତର ହଉଛି ସରସ୍ୱତୀ ଆଉ ଗୋଟେ ହଉଛି ଅପ୍ସନ ବୀରଭଦ୍ର ଉତ୍ତର ଉଭୟଙ୍କର ଭୁଲ ଅଛି ବହି ହେଲା ଜୈମିନୀ ମହାଭାରତ ଚିତ୍ର ଥୋଳା ନଦୀ ପାର ହୋଇ ଉତ୍ତରକୁ ଗଲେ ଉତ୍ତର ଦିଗକୁ ଗଲେ ଠିକ ଅଛି ଏବେ ଆସିବେ ମା ରାଧାରାଣୀଙ୍କ ପାଇଁ ପ୍ରଶ୍ନ ଆପଣ ମାନେ ପଛକୁ ଯାଆନ୍ତୁ ଆପଣ ମାନେ ପଛକୁ ଯାଆନ୍ତୁ କାହିଁକି ନା ଅତି ଚତୁର ଅଛନ୍ତି ଆପଣ ମାନେ ଦେଖ ମୋର ବିନୟ ଗୁରୁ ଧରାଇଛି କାତ ଧରା କି ନାହିଁ ଟିକେ ଚାଲନ୍ତୁ ଆପଣ ଦୁଇ ଜଣ ବିନୟ ବାବୁଙ୍କର ଶିଷ୍ୟ ଠିକ ଅଛି ପ୍ରଶ୍ନଟି ହେଲା ଯେତେବେଳେ ଭଗବାନ କୃଷ୍ଣ ଶିଆଳି ଲତା ତଳେ ଦେହ ତ୍ୟାଗ କଲେ ବସୁଦେବ ଦେବକୀ କିମ୍ବା ଯଶୋଦା ନନ୍ଦ ତାଙ୍କ ମୃତ୍ୟୁର ବାର୍ତ୍ତାଟା କେତେ ଦିନ ପରେ ପାଇଲେ
কে কুଆଡେ ଯିବ କଣ ପଳେ ବଡ ଏ ଟିକେ ଛାଡି ଦିଅ ନା ନା ଛାଡ ଅକ୍ଷର ଗୋଟିଏ ଗୋଟିଏ ସଂଖ୍ୟା କାଇଁ ହବନି ହବନି ଛାଡିବି ନା ମଦ ହିଁ ପିଇଛି ତମେ ମଳେ ମଦ ଚାଲ ଚାଲ ପିଇବା ଆଜ୍ଞା ଆସିବ ତମ ତରଫରୁ ଟିକେ ପରସେଣ୍ଟ ଦିଅ କହୁନି ପରସେଣ୍ଟ କେତେ ଲେଖିଛନ୍ତି ଠିକ ଅଛି ଆପଣ ଉତ୍ତରଟି ଦେଇଛନ୍ତି ତାଙ୍କ ମୃତ୍ୟୁ ଖବର ପାଇଲେ 12 ଦିନ ପରେ ଆପଣ ଉତ୍ତରଟି ଦେଇଛନ୍ତି 7 ଦିନ ପରେ ଆପଣଙ୍କର ଉତ୍ତରଟି ଠିକ ଅଛି ବହି ହେଲା ହରିବଂଶ ସପ୍ତମ ଖଣ୍ଡ ଠିକ ଅଛି ଆପଣ ଗୋଟିଏ ନମ୍ବର ଅଧିକା ପାଇଲେ ସଖୀ ନାବିକରେ ଉଭୟର ସମାନ ସମାନ ରହିଥିଲା ଏଇଠି ଦେଖିଦେବା ବାବାଜୀ ପର୍ଯ୍ୟନ୍ତ କିଏ କେତେ ନମ୍ବର ରଖିଛନ୍ତି ଫଳାଫଳର ଘୋଷଣା କରିଦେବା ବାବାଜୀରେ ଦୁଇ ଦଳର ଏପଟେ କାଣ୍ଡସର ରଖିଛନ୍ତି 30 ନମ୍ବର ଅଧେ ରଖିଥିବା ସ୍ଥଳେ 16ଟା ବି ମଧ୍ୟ ରଖିଛନ୍ତି 30 ନମ୍ବର ଅଧେ ଏଇଠୁ କେବଳ ଆପଣଙ୍କର ଗୋଟିଏ ନମ୍ବର ଅଧିକା ହେଲା ଠିକ ଅଛି ଆପଣଙ୍କ ମୋର ଗୋଟେ ଅନୁରୋଧ କଣ କୁହନ୍ତୁ କିଏ କେତେ ପରସେଣ୍ଟ ପାଇଲା ଏଟା ଆପଣ ଜଣେଇବେ ଡିକ୍ଲାର କଲିବ ଏବେ ପରା ଆଉ ଥରେ ଜଣା ହେଲା ଯେ ହ୍ୟାଲୋ ବାବାଜୀ ପର୍ଯ୍ୟନ୍ତ ମନୋରଞ୍ଜନରେ ମାର୍କିଂ ନାହିଁ ହେଲା ବାବାଜୀ ପର୍ଯ୍ୟନ୍ତ ହୋଇଥିଲା କାଣ୍ଡସରର 30 ନମ୍ବର ଅଧେ ଏପଟେ 16ଟା ବାବାଜୀରେ ହେଇଥିଲା 30 ନମ୍ବର ଅଧେ ଏବେ ସଖୀ ନାବିକରେ ଉଭୟ ନାବିକ ସମାନ ସ୍ତରରେ ଅଛନ୍ତି ସଖୀରେ ଆପଣ ପାଇଲେ ଗୋଟିଏ ନମ୍ବର ଅଧିକା ଠିକ ଅଛି ବର୍ତ୍ତମାନ ଚାଲିଯିବେ ଆମ ପାଖରୁ ଦଣ୍ଡ ଜଗତର ହିରୋ ଏବଂ ହିରୋଇନ କିନ୍ତୁ ପ୍ରଭୁ ରାଧା କୃଷ୍ଣଙ୍କର ଯୁଗଳ ମିଳନ ହୋଇ ଏ ଗ୍ରାମବାସୀକୁ ଗୋଟିଏ ଆଶୀର୍ବାଦ ଦାନ କରି ଆପଣ ମାନେ ବିଦାୟ ନେବେ ମଞ୍ଚରେ ସସମ୍ମାନ ସହିତ ମୀମାଂସାରେ ମାର୍କିଂ ଦିଆଯାଏ ମୀମାଂସାରେ ମାର୍କିଂ ରେ ଦିଆଯାଏ ମଣ୍ଟୁ ବାବୁ ଆପଣ ବି ଜାଣିଥିବେ ମୀମାଂସାରେ କୋଉଠି ମାର୍କିଂ ନାହିଁ କି ଆପଣ ଯଦି ମୀମାଂସାରେ ଦେଖୁଛନ୍ତି ଏଇଠି କେଉଁ ବାବଦରେ କେତେ ନମ୍ବର ଦିଆଯାଏ ମତେ ପଚାରିଲେ ବି ମୁଁ ଜଣେଇଦେବି କିଛି ଅସୁବିଧା ନାହିଁ ଏଟା ମୋର ଇଚ୍ଛାରେ ନୁହଁ କିନ୍ତୁ ଉତ୍କଳ ହ୍ୟାଲୋ ହ୍ୟାଲୋ ସଖୀ ନାବିକ ଉଭୟ ହେଲେ 5 ନମ୍ବର ଦିଆଯିବ ଉଭୟ ହେଲେ 5 ନମ୍ବର ହ୍ୟାଲୋ ଯଦି ଆପଣ 2 ଜଣ ଯାକ କହିଲେ 5 ନମ୍ବର ଦିଆଯିବ ଜଣେ ପାଇଲେ ଗୋଟିଏ ନମ୍ବର ଦିଆଯିବ କହିଲେ ଗୋଟିଏ ନମ୍ବର ଦିଆଯିବ ଠିକ ହ୍ୟାଲୋ ହରିବଲ ହୋ ହୋଇ ପକେଇ ମଞ୍ଚରୁ ବିଦାୟ ନେବେ କେହି ମତେ ଭଲ ପାଉ କି ନ ପାଉ ତମେ ତ ପାଉଛ
କିଏ କୃଷ ଆଉ ମା ମାନେ ସର୍ବେ ହୁଳ ହୋଇ ଦେବ ହରିବଲ ବିଜ୍ଞାନ କଲେ କ୍ଷେତ୍ରବାସୀ চৌষঠি বন্ধে